ଦାନଗଦି ତହସିଲ ପାଟବାଲି ମୌଜାରେ ହେବାକୁ ଥିବା ବେଦାନ୍ତ ଫେକର କ୍ରୋମ୍ ବିଶୋଧନା କାରଖାନାରେ କ୍ଷତିଗ୍ରସ୍ତ ଜନତାଙ୍କ ପାଖରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ସୁକିନ୍ଦା କଂଗ୍ରେସ। ବୁଧବାର ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭୁଭୂଷଣ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରସ୍ତାବିତ କାରଖାନା ନିକଟରେ ପହଞ୍ଚି ପ୍ରଭାବିତ ଆଦିବାସୀଙ୍କ ସହ ପାଲରେ ବସି ସେମାନଙ୍କର ସମସ୍ୟାକୁ ନେଇ ଆଲୋଚନା କରିଛି। ଗ୍ରାମ ମଧ୍ୟଭାଗରେ ଅବସ୍ଥାପିତ ହେବାକୁ ଥିବା ଉକ୍ତ କାରଖାନା ପ୍ରଶାସନ ଏବଂ କାରଖାନାର ହାତ ବାରିସି ସାଜିଥିବା ସ୍ଥାନୀୟ ନେତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଠାରେ କାରଖାନା ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ପାଲଟିବ। ବିଭିନ୍ନ ଦୁରାରୋଗ୍ୟ ସମେତ ପ୍ରଦୂଷଣରେ ଜନଜୀବନ ଛଟପଟ ହେବ। ନୟାକୋଟ ଗଡ଼ଜାତ ଅଞ୍ଚଳରେ ଚାଷୀକୂଳ ଭାତହାଣ୍ଡି ହରାଇବ। ଏଣୁ ଦଳବଳ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ନେଇ ମା ମାଟିର ସୁରକ୍ଷା ପାଇଁ କଂଗ୍ରେସ ଦଳ ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି ବୋଲି କଂଗ୍ରେସ ପ୍ରତିନିଧି ଦଳ ମତ ପୋଷଣ କରିଥିଲେ। ଉକ୍ତ ପ୍ରତିନିଧି ଦଳରେ ଦାନଗଦି ବ୍ଲକ କଂଗ୍ରେସ ସଭାପତି ଦୟାନିଧି ପଲେଇ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସ୍ୱର୍ଣ୍ଣଲତା ବାର୍ନାରା, ଜିଲ୍ଲା ମହିଳା କଂଗ୍ରେସ ଉପସଭାପତି ସ୍ୱପ୍ନା ବେହୁରା, ଦାନଗଦି ବ୍ଲକ କଂଗ୍ରେସ ମହିଳା କଂଗ୍ରେସ ସଭାପତି ପ୍ରଭାତୀ ବଳ, 8 ନମ୍ବର ଜୋନ୍ ମହିଳା କଂଗ୍ରେସ ସଭାପତି ରଙ୍ଗଲତା ମହାନ୍ତ, ଦାନଗଦି ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ଉମାକାନ୍ତ ଜେନାମଣି, 9 ନମ୍ବର ଜୋନ୍ କଂଗ୍ରେସ ସଭାପତି ବୀରବର ସାହୁ, 8 ନମ୍ବର ଜୋନ୍ ପ୍ରାକ୍ତନ କଂଗ୍ରେସ ସଭାପତି ଦାମୋଦର ପୁହାଣଙ୍କ ସମେତ ଯୁବ କଂଗ୍ରେସ ନେତା ପ୍ରଭାତ ସାମନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଟମକା ପୋଲିସର କର୍ମଚାରୀ ଉପସ୍ଥିତ ରହିଥିଲେ। ସୁକିନ୍ଦା କଂଗ୍ରେସର ଗୋଟେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗ୍ରାଉଣ୍ଡ ଜିରୋକୁ ଆଜି ଆସିଥିଲା ସ୍ଥିତି ପରୀକ୍ଷା ପାଇଁ। ଏଠି ଲୋକମାନଙ୍କ ସାଙ୍ଗରେ ସାଧାରଣ ଲୋକଙ୍କ ସାଙ୍ଗରେ ଯୋଉ ଏରିଆ ଆଫେକ୍ଟେଡ ସାଧାରଣ ମହିଳା ସାଧାରଣ ଲୋକଙ୍କ ସାଙ୍ଗରେ ମିଶିଲୁ। ତାଙ୍କର ଦୁଃଖ ଦୁର୍ଦ୍ଦଶା, କଣ ପ୍ଲାଣ୍ଟ ହେଲେ କଣ ହବ, ପ୍ଲାଣ୍ଟ ନହେଲେ କଣ ହବ, ସବୁ ଜିନିଷ ଆମେ ତାଙ୍କ ପାଖରୁ ଶୁଣିଲୁ। ଶୁଣିକି ଏଇ ଇଏର ଉପନୀତ ହେଲୁ ଯେ ଲୋକ ଚାହୁଁଛନ୍ତି ଏଠି ପ୍ଲାଣ୍ଟର ଆବଶ୍ୟକତା ନାହିଁ। ଏଠି ପ୍ଲାଣ୍ଟ ହେଲେ ଏରିଆ ପ୍ରଦୂଷଣ ହବ, ପବନ ପ୍ରଦୂଷଣ ହବ, ଜଳ ପ୍ରଦୂଷଣ ହବ। ଏଠି ଚମ୍ପାଝରୁ ଯୋଉ ଗଣ୍ଡା ନାଳ ବାହାରିଛି ଯାଇକି ଉଚୁବାଲିରେ ମିଶିଛି କୁଶେଇ ନଦୀରେ, ସେ ଜଳ ପ୍ରଦୂଷଣ ହବ। ଏଇ 8 ପଞ୍ଚାୟତର ଲୋକ ଚାଷବାସ କରିବା ପାଇଁ, ଗାଧେଇବା ପାଇଁ, ତାଙ୍କର ଗୃହପାଳିତ ପଶୁ ଗାଧାଗୁଧି କରିବା ପାଇଁ, ପାଣି ପିଇବା ପାଇଁ ଗଣ୍ଡା ନାଳ ଉପରେ ନିର୍ଭର କରନ୍ତି। ତାପରେ ଏଠି ପ୍ଲାଣ୍ଟ ହେଲା ମାନେ ଗ୍ରାଉଣ୍ଡ ଜଳକୁ ପ୍ଲାଣ୍ଟ ନବ, ଆମର ଜଳ ଲେବୁଲ ତଳକୁ ଖସିଯିବ। ଏରିଆରେ ଭିଟାମାଟି ଲୋକଙ୍କୁ ଛାଡିବାକୁ ପଡିବ, କିଛି ଦିନ ପରେ ଭିଟାମାଟି ଛାଡିବାକୁ ପଡିବ। ତେଣୁ ଲୋକ କହିବା ଦରକାର ଯେ ଆମର ପ୍ଲାଣ୍ଟର ଆବଶ୍ୟକତା ନାହିଁ, ଆମର ଭିଟାମାଟିର ଆବଶ୍ୟକତା, ଆମର ଭିଟାମାଟି ଦରକାର, ଆମର ଗଣ୍ଡା ଜଳ ସୁରକ୍ଷା ଦରକାର। ଏଠି ଆମର ଯୋଉ ଭଲ ପବନ ଟିକେ ପାଉଛୁ ସେ ପବନର ଆବଶ୍ୟକତା ଅଛି, ଆମର ଜଙ୍ଗଲ ଜମିର ଆମର ଆବଶ୍ୟକତା ଅଛି। ଏଠି ପ୍ରଦୂଷଣ ମୁକ୍ତ ବାୟୁ ଦରକାର, ଆମର ପ୍ରଦୂଷଣ ମୁକ୍ତ ଜଳ ଦରକାର। ଏ ପ୍ଲାଣ୍ଟର ଆବଶ୍ୟକତା ନାହିଁ। ହାଲତରେ ପ୍ଲାଣ୍ଟକୁ କରେଇ ଦିଆଯିବ ନାହିଁ। ତା ପାଇଁ ଯାହା ମୂଲ୍ୟ ଦେବାକୁ ପଡିବ ବରଂ ଆମେ ସମସ୍ତେ ଦବାକୁ ପ୍ରସ୍ତୁତ ଅଛୁ। ତେଣୁ ପ୍ରଶାସନକୁ ଗୋଟିଏ ଜିନିଷ ମୋର କହିବାକୁ ଚାହୁଁଛି ଯେ ଜାନୁଆରୀ 6 ମସିହା ଜାନୁଆରୀ 2 ତାରିଖ କଳିଙ୍ଗ ନଗରର ଯୋଉ ଘଟଣା ହେଇଥିଲା ତାକୁ ହୁଇସିଲ ମାରିକି ପୁନରାବୃତ୍ତି କରିବାକୁ ଚାହାନ୍ତୁ ନାହିଁ। ଯାହା ପରିସ୍ଥିତି ସୃଷ୍ଟି ହବ ସେଥିପାଇଁ ଦାୟୀ ରହିବେ। ଆଉ ମୁଁ ଆଜି ଏଠି ସବୁ ଭାଇ ଭଉଣୀ ମାନଙ୍କୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆହ୍ୱାନ କରୁଛି, ଏ ଏରିଆର ସ୍ୱାର୍ଥ ପାଇଁ, ଏ ମାଟି ପାଇଁ, ଏ ଆମର ଭବିଷ୍ୟତ ପିଢି ମାନଙ୍କର ସୁରକ୍ଷା ପାଇଁ, ସାଧାରଣ ଲୋକଙ୍କର ସୁରକ୍ଷା ପାଇଁ, ଜଳ ଜଙ୍ଗଲ ଜମିର ସୁରକ୍ଷା ପାଇଁ ସମସ୍ତେ ଏକାଠି ହୁଅନ୍ତୁ। ଏଠି କୌଣସି ପରିସ୍ଥିତିରେ ବେଦାନ୍ତକୁ କରେଇ ଦିଆଯିବ ନାହିଁ। ସାଧାରଣ ଲୋକଙ୍କର କଥା ଏଠି। ମୋ ନାଁ ହଉଛି ସ୍ୱର୍ଣ୍ଣଲତା ବାର୍ନାରା, ଗୋବରଘାଟି। କଣ କହିବେ ଆଜି ଯୋଉ ଆପଣଙ୍କର ବିରୋଧ ହେଇଥିଲା, ବେଦାନ୍ତ ପ୍ଲାଣ୍ଟ ବିରୋଧ ହଉଛି, କଣ କହିବେ ନେଇ ଆପଣଙ୍କର? ମୁଁ ଏତିକି କହିବି, ଏଠି ବେଦାନ୍ତ ପ୍ଲାଣ୍ଟ କଣ ଆଉ କୌଣସି ପ୍ଲାଣ୍ଟ ଦିଆଯିବ ନାହିଁ, ଜମି ଦିଆଯିବନି। କାହିଁକି ନା ଆମେ ଦେଖି ଆସିଲୁଣି ଏଠି ବହୁତ ମାଇନ୍ସ ହେଲା, ବହୁତ ପ୍ଲାଣ୍ଟ ହେଲା, ଆମେ ସେଥିରେ କଣ ଲାଭ ପାଇଲୁ? କିଛି ଲାଭ ପାଇନୁ।
ଧୂଳି ଧୂଆଁ ଖାଇକି ବିଭିନ୍ନ ପ୍ରକାର ବେମାରରେ ଆମେ ଆଜି କି ଗୋଟେ ଦିନରେ ବି 4, 5, 6 ଲୋକ ମରିଯାଉଛନ୍ତି। ସେଇଟା ବି କମ ଏଜ ର ପିଲା ବି ମରିଯାଉଛନ୍ତି। ତ ଆମେ ସେଥିରେ କଣ ପାଇଲୁ? ଏଇଠି ଯୋଉ ବେଦାନ୍ତ କରୁଛି ଏଇ ଲୋକମାନଙ୍କର କଣ ଉପକୃତ ହବ ଏଥିରେ, ସେ ଆଗ ସେଇଟା କୁହନ୍ତୁ। ଏଇ ଧୂଳି ଧୂଆଁରେ ସେମାନେ କଣ ଲାଭବାନ ହେବେ? ତ ଏଇଠି ଯୋଉ ପାଣି, ଲୋକମାନେ ପାଣି ପାଇଁ ବି ବହୁତ ଅସୁବିଧା ହବ। ଜମି ଚାଷ କରିପାରିବେନି। ଏଠି ଲୋକମାନେ ଧୂଳି ଧୂଆଁ ଖାଇ ବିଭିନ୍ନ ପ୍ରକାର ବେମାର ବି ରୋଗାକ୍ରାନ୍ତ ହେଇଯିବେ। ତ ଆମେ ଦେଖି ଆସିଲୁଣି, ବହୁତ ପ୍ଲାଣ୍ଟ ଦେଖି ଆସିଲୁଣି ଏଇ ଅଞ୍ଚଳରେ। ଆପଣ ମାନେ ବି ଜାଣିଛନ୍ତି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏତେ ଗୁଡେ ପ୍ଲାଣ୍ଟ ହେଇଛି। ଆଜି ପର୍ଯ୍ୟନ୍ତ ଏଠିକାର କୌଣସି ଲୋକଙ୍କର ସୁବିଧା ସୁଯୋଗ ହେଇଛି କି? ସରକାର କହୁଛି ଯେ ଏଇଠି ଲୋକମାନଙ୍କର ବିକାଶ ପାଇଁ, ବିକାଶ କେତେବେଳେ ହେଲା? କୋଉ ଲୋକମାନଙ୍କର ବିକାଶ ହେଲା? ଏଇଠି ମେଡିକାଲ ହେବା ଦରକାର, ଏଠି ଶିକ୍ଷା ଅନୁଷ୍ଠାନ ହେବା ଦରକାର, ଏଠି ଚାଷ କେମିତି ଭଲରେ ଚାଷ ହେଇପାରିବ ସେଇଟା ଦରକାର। କିନ୍ତୁ ଆଜି ସେମାନେ କଣ କରିଛନ୍ତି? ଧୂଆଁ ଧୂଳିରେ ଭର୍ତ୍ତି କରି ଲୋକମାନଙ୍କୁ ହନ୍ତସନ୍ତ କରିବା ପାଇଁ ଏଇ ସବୁ ଯୋଜନା ଚାଲିଛି। କିଛି ଲୋକଙ୍କ ପେଟ ପାଟଣା ପାଇଁ, ଆଜି କିଛି ଲୋକଙ୍କ ପକେଟ ଗରମ କରିବା ପାଇଁ ଏଠି ସବୁ ପ୍ଲାଣ୍ଟ ଅଣାଯାଉଛି। ଏଠି ଲୋକମାନେ ଅଶାନ୍ତି ଅଛନ୍ତି। ତେଣୁକରି ଯୋଉ ଅଞ୍ଚଳରେ ଲୋକମାନେ ଚାହୁଁନାହାନ୍ତି ସେଠି ଜୋର ଜବରଦସ୍ତି କରିବା ଉଚିତ ନୁହଁ। ସେଠି ଜୋର ଜବରଦସ୍ତ ଯଦି ହବ, ଆପଣ ମାନେ ଜାଣିଛନ୍ତି 2006 ମସିହା ଗୁଳିକାଣ୍ଡ କିଭଳି ଭାବରେ ହେଲା। ସେଇଠି ପୋଲିସ ପ୍ରଶାସନ ସମସ୍ତେ ମିଶିକି ଲୋକମାନଙ୍କୁ ତାଙ୍କ ଗୁଳି କରିକି ହତ୍ୟା କରିଲେ। ତାଙ୍କ ନ୍ୟାୟ ପାଇଁ ସେମାନେ ଲଢିଥିଲେ, ହକ୍ ପାଇଁ କଥା କହୁଥିଲେ, ତାଙ୍କୁ ଗୁଳି କରାହେଇଛି। ଆଜି ବି ଏଇଠି ଯଦି ଲୋକମାନେ ନିଜ ହକ୍ ପାଇଁ କହୁଛନ୍ତି ତ ତାଙ୍କୁ ବନ୍ଦ କରିବା ଦରକାର। ତେଣୁକରି ଏବେ ମୁଁ ପ୍ରଶାସନକୁ ଏତିକି ନିବେଦନ କରୁଛି, ଯୋଉ ଅଞ୍ଚଳରେ ଲୋକମାନେ ଚାହୁଁନାହାନ୍ତି ସେଇଠି ନହେବା ଦରକାର। ଟମକାରୁ ଅଫତାର ଅଲିଙ୍କ ରିପୋର୍ଟ, ମହାଗିରି ନ୍ୟୁଜ୍।